ଆପଣ ଯେଉଁଠି ବା ଏକ୍ସପୋର୍ଟରେ ଇମ୍ପୋର୍ଟରେ କପଡ଼ା କିଣୁଛନ୍ତି ସବୁ କପଡ଼ା ନୂଆ ବୋଲି ଆମେ କେମିତି ଏତେ ସିଓର ହୋଇଯାଇପାରିବା? ତା ମଧ୍ୟରେ କେତେକ ମୃତ ବ୍ୟକ୍ତିର ଯଦି କପଡ଼ା ଆପଣଙ୍କ ପାଖକୁ ଚାଲି ଆସିଲା ତେବେ ତା'ର ଜୀବନରେ ଯେଉଁ କଷ୍ଟ ଥିଲା ତାହା ଅତି ସହଜରେ ଆପଣ କିଣି ଆଣିବେ ବା ଆପଣ ସେ ଜିନିଷ କିଣି ଆଣିଲା ଫଳରେ ସେ ମଧ୍ୟ ଆପଣଙ୍କ ଘରକୁ ଆସିଯାଏ। ତେଣୁ ମୃତ ବ୍ୟକ୍ତିର କୌଣସି ଜିନିଷ ଘରେ ରଖିବା ଉଚିତ ନୁହେଁ। ଖାସ୍ କରି ଯେଉଁ କପଡ଼ା ଯେ ନୀତିଦିନିଆ ପିନ୍ଧୁଥିଲା ସେ କପଡ଼ା ବା ଲୁଗାପଟା ଘରେ ଜମା ରଖନ୍ତୁ ନାହିଁ, କାରଣ ଏଭଳି ଜିନିଷ ଯଦି ଘରେ ରହିବ ତେବେ ଆପଣ ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟାର ବହୁ ଉପାୟ କରିବେ କିନ୍ତୁ ତା'ର ଫଳ କିଛି ହେବନି। ଏହିସବୁ ଜ୍ଞାନର ଅଭାବ ପାଇଁ ନିଜେ ନିଜ ଜୀବନରେ ବହୁତ ସମସ୍ୟା ଆମେ ଭୋଗୁଛେ। ଆମେ ଉପାୟ ବିଷୟରେ କହିଲେ ଏଠାରେ କହିବା ଯେ ଆପଣମାନେ ଏବଂ ନିଃସନ୍ତାନ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ରଖିବା ଉଚିତ ନୁହେଁ। ତେଣୁ ଯଦି ଘରେ କେହି ବି ମୃତ୍ୟୁ ହେଉଛି ତା'ର ଲୁଗାପଟା ତା'ର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅତି ଶୀଘ୍ର ପାଣିରେ ପକାଇ ଦିଅନ୍ତୁ, ଜଳେଇ ଦିଅନ୍ତୁ, ନଚେତ୍ ପୋତି ଦିଅନ୍ତୁ। ମୁଁ ମାନୁଛି ଯେ ଏଇଭଳି ଜିନିଷ ସଙ୍ଗେ ଆପଣଙ୍କର ଇମୋସନାଲ୍ ଆଟାଚମେଣ୍ଟ ରହିଛି, କିନ୍ତୁ ଏହାକୁ ଯଦି ଆପଣ ଘରେ ରଖିବେ ଏବଂ ବାରମ୍ବାର ଦେଖିବେ ତେବେ ଆପଣ ମାନସିକ ସ୍ତରରେ ଦୁର୍ବଳ ହେବେ, ଧୀରେ ଧୀରେ ଅସୁସ୍ଥ ମଧ୍ୟ ହେବେ। ତେଣୁ ଆପଣ ଏଗୁଡ଼ିକ ପାଖରେ ନ ରଖି ଦାନ ଦେଇପାରିବେ, କିନ୍ତୁ ଗୋଟିଏ ଜାଗାରେ ଜଣକୁ ନ ଦେଇ ଏହିପରି ବହୁତ ଲୋକଙ୍କୁ ବାଣ୍ଟି ଦିଅନ୍ତୁ। ଘରେ ମଝିରେ ମଝିରେ ଶୁଦ୍ଧିକରଣ କରନ୍ତୁ, ଘରେ କିଛି କର୍ପୂର ଏବଂ ଝୁଣା ମିଶାଇ ଜଳାଇ ଦିଅନ୍ତୁ ଏବଂ ମଝିରେ ମଝିରେ ଗଙ୍ଗା ଜଳ ଘରେ ଛିଟା ମାରନ୍ତୁ। ଏହାଦ୍ୱାରା ଘରେ ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ।